ମାୟା ଆଦର୍ଶ ପାଇଁ ସାର୍ଟ ବାଛୁଥିବେ ଆଉ ପଲ୍ଲବୀ କହିବେ ସେ କଲର୍ ନୁହେଁ ମାମା, ଆଦର୍ଶକୁ ୟେଲୋ ଆଉ ଗ୍ରୀନ୍ କଲର୍ ବଢ଼ିଆ ଲାଗେ। ଆପଣ ସେ କଲର୍ ଭିତରୁ କିଛି ବାଛନ୍ତୁ ନା, ଦେଖିବେ ଆଦର୍ଶକୁ ବହୁତ ଭଲ ଲାଗିବ। ତାପରେ ନୀଲମ କହିବେ ତତେ ଆମ କଥାରେ ମୁଣ୍ଡ ଖେଲେଇବା ପାଇଁ କିଏ କହିଛି, ତୁ ତୋର ତ କାମ କର। ତାପରେ ରୁବି କହିବେ ଆରେ ତୁ କାହିଁ ତା ଉପରେ ଚିଲ୍ଲଉଛୁ, ସେ ଆଦର୍ଶର ୱାଇଫ୍। ଆଦର୍ଶର କୋଉଟା ନା ପସନ୍ଦ କୋଉଟା ପସନ୍ଦ ତାକୁ ଭଲ ଭାବରେ ଜଣା, ସେଇଥିପାଇଁ ତ ଆଦର୍ଶ ତାରି କଥାରେ ଉଠବସ। ତାପରେ ଆଦର୍ଶ ଆଉ ଆନନ୍ଦ ଆସିବେ। ତାପରେ ମାୟା କହିବେ ଆଦର୍ଶ ଦେଖିଲୁ, ତୁ ଘରକୁ ଫେରି ଆସିବା ଖୁସିରେ ମୁଁ ଗୋଟେ ପାର୍ଟି କରୁଛି ଆଉ ସେଇଥିପାଇଁ ମୁଁ ଗୋଟେ ଡ୍ରେସ୍ ବି ତୋ ପାଇଁ ଚୁଜ୍ କରିଛି, ଦେଖିଲୁ କେମିତି ଲାଗୁଛି। ତାପରେ ଆଦର୍ଶ ଇଗ୍ନୋର କରିକି ଚାଲିଯିବେ ଆଉ ପଲ୍ଲବୀ ପାଖକୁ ଯାଇ କହିବେ ପଲ୍ଲବୀ ମୋତେ ବହୁତ ଜୋରରେ ଭୋକ ଲାଗିଲାଣି, ତମେ ଗୋଟେ କାମ କର, ଗୋଟେ କପ୍ ଗରମ ଚା ଆଉ କିଛି ପକୁଡ଼ି ଛାଣି ଦିଅ, ଖାଇବାକୁ ବଢ଼ିଆ ଲାଗିବ। ତାପରେ ପଲ୍ଲବୀ ରାଗରେ କିଛି ଉତ୍ତର ଦେବେ ନାହିଁ। ତାପରେ ମାୟା ଆଦର୍ଶକୁ କହିବେ ଏତେ ସ୍ନେହରେ ମୁଁ ତୋ ପାଇଁ ଗୋଟେ ଡ୍ରେସ୍ ବାଛିଛି, ସେଇଟା ତୋତେ ପସନ୍ଦ ଆସୁଛି କି ନାହିଁ ସେ ବିଷୟରେ ତୋତେ ପଚାରୁଛି ଆଉ ତୁ ମୋତେ ଇଗ୍ନୋର କରିକି ଯାଇ ତା ସହିତ କଥା ହେଉଛୁ। ତାପରେ ଆଦର୍ଶ କହିବେ ମା ତମେ ଯୋଉ କଲର୍ ଚୁଜ୍ କରିଛ ସେ କଲର୍ ମୋର ଆଦୌ ପସନ୍ଦ ନୁହେଁ ଆଉ ମୋତେ କୋଉ କଲର୍ ପସନ୍ଦ ସେ କଥା ତମେ ପଲ୍ଲବୀଙ୍କୁ ପଚାରି ଦେଇପାରିଥାନ୍ତ। ତମେ ଯୋଉ କଲର୍ ବାଛିଛ ସେଇ କଲର୍ର ଡ୍ରେସ୍ ମୁଁ ଆଦୌ ପିନ୍ଧିନି ମାମା। ତାପରେ ନୀଲମ କହିବେ ହଁ ପିନ୍ଧନି ତ କ'ଣ ହେଇଗଲା, ସେଇଠୁ ଏବେଠୁ ପିନ୍ଧିବା ଆରମ୍ଭ କର, ଆଜିକାଲିକା ମଡର୍ଣ୍ଣ ଫ୍ୟାସନ୍ ଇଏ। ତାପରେ ଆଦର୍ଶ କହିବେ ନୀଲମ ଦିଦି ମୁଁ ତମ ପାଖରୁ କୌଣସି ଆଡଭାଇସ୍ ନେବାକୁ ଚାହୁଁନି। ଏମିତି କହି ଆଦର୍ଶ ମାୟାକୁ କହିବେ ଏଣ୍ଡ ମା ମୁଁ କୌଣସି ପାର୍ଟି ଫାର୍ଟି ପାଇଁ ଇଣ୍ଟରେଷ୍ଟେଡ୍ ନୁହେଁ। ପଲ୍ଲବୀ ମା ଯଦି ମୋ ପାଇଁ କିଛି କିଣିବାକୁ ଚାହୁଁଛନ୍ତି ତାହେଲେ ମୋର ଚଏସ୍ କ'ଣ ତମେ ମାମାଙ୍କୁ କହିଦିଅ। ପୁଣି ଥରେ ପଲ୍ଲବୀ ରାଗରେ ଚୁପ୍ ଥିବେ। ତାପରେ ଆଦର୍ଶ କହିବେ କ'ଣ ହେଲା ତମେ କିଛି କହୁନ କାହିଁକି? ବାସ୍ ପଲ୍ଲବୀ ବହୁତ ହେଇଗଲା କଥା ନ କହିବାର ନାଟକ। ଦେଖ ପଲ୍ଲବୀ ତମେ ଯାହା ବି କର ପଛେ ମୁଁ ତମ କଥା କେବେ ବି ମାନିବିନି, କେବେ ବି ନୁହେଁ। ଏମିତି କହି ଆଦର୍ଶ ଚାଲି ଯାଉଥିବେ। ତାପରେ ମାୟା ଆଦର୍ଶର ହାତକୁ ଧରିଦେବେ ଆଉ କହିବେ ନାଟକ ବି ତୋର ବହୁତ ହେଇଗଲା ଆଦର୍ଶ, ଆଉ କେତେ ଦିନ ତୁ ମୋଠୁ ଏମିତି ମୁହଁ ବୁଲେଇକି ରହିବୁ। ମୁଁ କହୁଛି ତୋ ମା କହୁଛି ଏ ଜିଦ୍ ଛାଡ଼ ଆଉ ଚାହଁ ମୋତେ। ମୁଁ ତୋତେ ଶେଷ ଥର ପାଇଁ ପଚାରୁଛି ତୁ ମୋତେ ଚାହିଁବୁ ନା ନାହିଁ। ତାପରେ ଆଦର୍ଶ କିଛି ଉତ୍ତର ନ ଦେଇ ଚାଲି ଯାଉଥିବେ। ତାପରେ ମାୟା କହିବେ ଆଦର୍ଶ ମୋ କଥା ଶୁଣ, ମୋ କଥା ଶୁଣ ଆଦର୍ଶ, ଆଦର୍ଶ। ତାପରେ ଆନନ୍ଦ କହିବେ ମାୟା ବାର ବାର ସେ ଟପିକ୍ କାହିଁକି ଉଠଉଛ? ଆରେ ଏଟଲିଷ୍ଟ ଘର ଲୋକଙ୍କୁ ତ ଶାନ୍ତିରେ ରହିବାକୁ ଦିଅ। ତାପରେ ମାୟା ଆଦର୍ଶକୁ କହିବେ ଦେଖ ଆଦର୍ଶ ଯଦି ତୋର ଏଇଟା ଶେଷ ନିଷ୍ପତ୍ତି ତାହେଲେ ମୋର ବି ଆଉ ବଞ୍ଚିବାର ମାନେ କିଛି ନାହିଁ। ଠିକ୍ ଅଛି ଶୁଣିବୁନି ନା ତ ନ ଶୁଣ। ଏମିତି କହି ମାୟା ଛୁରୀ ଧରି ତାଙ୍କ ବେକରେ ଲଗେଇଦେବେ। ତାପରେ ପଲ୍ଲବୀ କହିବେ ମାମା। ଏମିତି କହି ପଲ୍ଲବୀ ଆଉ ଆନନ୍ଦ ମାୟା ପାଖକୁ ଯାଇ କହିବେ ଛାଡ଼ ମାୟା ଛାଡ଼, ପ୍ଲିଜ୍ ଛାଡ଼। ତାପରେ ଆଦର୍ଶ ଦୌଡ଼ିକି ଆସିବେ ଆଉ କହିବେ ମା ଇଏ କ'ଣ କରୁଛ ମା? ତାପରେ ପଲ୍ଲବୀ କହିବେ ଆଦର୍ଶ ତମେ କାହିଁକି ତମ ଜିଦ୍ ଫେରେଇ ନଉନ? କାହିଁକି ତମେ ମାମାଙ୍କୁ କ୍ଷମା ମାଗୁନ? ତମେ ମାମାଙ୍କୁ ଟିକେ ବି ଭଲ ପାଅନି? ତମ ମନରେ କ'ଣ ମୋ ପାଇଁ ଟିକେ ବି ଇଜ୍ଜତ ନାହିଁ? ଆଦର୍ଶ କ୍ଷମା ମାଗ ମାମାଙ୍କୁ। ତାପରେ ଆଦର୍ଶ କହିବେ ଠିକ୍ ଅଛି ମା, ଠିକ୍ ଅଛି ମା, ମୁଁ ମୋ ଜିଦ୍ ଉଠେଇ ନେଲି, ମୁଁ ତମ ପାଖରେ ମୁହଁ ଲୁଚେଇବିନି, ଆଇ ପ୍ରମିସ୍।